प्रातः मुरली ओम शांति ओम शांति। बापदादा मुतुम मिठे बच्चे मिठे बाबा। ଏହା ହେଉଛି ପୌରୁଷୋତ୍ତମ ସଙ୍ଗମ ଯୁଗ ପୁରୁଣା ଦୁନିଆ ପରିବର୍ତ୍ତନ ହୋଇ ଏବେ ନୂଆ ହେବାକୁ ଯାଉଛି। ତୁମମାନଙ୍କୁ ଏବେ ପୁରୁଷାର୍ଥ କରି ଉତ୍ତମ ଦେବ ପଦ ପାଇବାକୁ ହେବ। ପ୍ରଶ୍ନ ଯୋଗ୍ୟ ସେବାଧାରୀ ସନ୍ତାନମାନଙ୍କ ବୁଦ୍ଧିରେ କେଉଁ କଥା ସର୍ବଦା ମନେ ରହିଥାଏ? ଯୋଗ୍ୟ ସେବାଧାରୀ ଯେଉଁମାନେ ଯୋଗ୍ୟ ସେବାଧାରୀ କୋଉମାନେ? ଯେଉଁମାନେ ବାବା କଥା ଶୁଣୁଛନ୍ତି, ସେବା କରୁଛନ୍ତି, ସେବା ବି ଦଉଛନ୍ତି, ସେମାନେ ହେଉଛନ୍ତି ଯୋଗ୍ୟ ସେବାଧାରୀ। ଉତ୍ତମ ଉତ୍ତର ସେମାନଙ୍କ ବୁଦ୍ଧିରେ ରହିଥାଏ ଯେ ଧନ ଦେଲେ ଧନ ସରିବ ନାହିଁ, ସେଥିପାଇଁ ସେମାନେ ରାତି ଦିନ ନିଦ୍ରାର ମଧ୍ୟ ତ୍ୟାଗ କରି ଜ୍ଞାନ ଧନକୁ ଦାନ କରିଥାନ୍ତି। ଏ ଜ୍ଞାନ ଧନ ସରିବନି, କିନ୍ତୁ ଏ ଧନ ସମ୍ପତ୍ତି ସରିଯିବ। ଏଇ ଯୋଉ କିନ୍ତୁ ଏ ଧନ ଅଲୌକିକ ଧନ, ଜ୍ଞାନ ଧନ ଦେଲେ ତମର ବଢିବ, ଏହା ସରିବ ନାହିଁ। ହେଲା, ଠକି ନଥାନ୍ତି, କିନ୍ତୁ ନିଜ ଭିତରେ ଯଦି କୌଣସି ଅବଗୁଣ ଥିବ ତେବେ ସେବା କରିବାର ଉତ୍ସାହ ଆସିବ ନାହିଁ। ଯଦି ଅବଗୁଣ ରହିଥିବ ତାହେଲେ ସେବା କଲାବେଳେ ବିଡ଼ି ମୋଡ଼ି କିନ୍ତୁ ତାକୁ କହିକି ତାହା ପାଖରେ ବସେଇବି। ଓମ୍ ଶାନ୍ତି। ओम शांति। ମଧୁର ସନ୍ତାନମାନଙ୍କୁ ବାବା ବସି ବୁଝାଉଛନ୍ତି। ପିଲାମାନେ ଜାଣିଛନ୍ତି ପରମ ପିତା ପରମାତ୍ମା ପ୍ରତିଦିନ ବୁଝାଉଛନ୍ତି। ସେମାନେ ଯେପରି ବିଦ୍ୟାଳୟ ମାନଙ୍କରେ ଶିକ୍ଷକମାନେ ପ୍ରତିଦିନ ପାଠ ପଢ଼ାଇଥାନ୍ତି। ପିତା ତ କେବଳ ଶିକ୍ଷା ଦେବେ, ପିଲାମାନଙ୍କର ଦାୟିତ୍ୱ ନେବେ, କାରଣ ସେମାନେ ମାତା ପିତାଙ୍କ ସାଥିରେ ଘରେ ରହିଥାନ୍ତି। କିନ୍ତୁ ଏଠାରେ ବହୁତ ଆଶ୍ଚର୍ଯ୍ୟର କଥା, ଆତ୍ମାର ପିତା ପରମାତ୍ମାଙ୍କ ସାଥିରେ ତୁମେମାନେ ରହୁଛ। ପ୍ରଥମ କଥା